ଆମମାନଙ୍କର ମା ମଧ୍ୟ ପ୍ରାର୍ଥନାରେ କଢେଇ ନେଇଛନ୍ତି, ତାଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଗତ ସପ୍ତାହରେ ଆମମାନେ ଗୋଟେ ପ୍ରସଙ୍ଗରେ ଦେଖୁଥିଲୁ ଯେ ନାରୀମାନଙ୍କର ସାହାଯ୍ୟକାରୀ ପରମେଶ୍ୱର ସ୍ୱର୍ଗରେ ଉପବିଷ୍ଟ। ଆମମାନଙ୍କର ପରମେଶ୍ୱର ସେ ସ୍ୱର୍ଗରେ ଅଛନ୍ତି, ଯୋଉକି ସବୁ ସମୟରେ ଆମମାନଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ୱସ୍ତ ଆଉ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଆଉ ପ୍ରଭୁଙ୍କ ମହାନ ନାମର ଗୌରବ କରେ, ସ୍ତୁତି କରେ, ବନ୍ଦନା କରେ। ସେ ଆମମାନଙ୍କର ସହିତ ପ୍ରତ୍ୟେକ ସମୟରେ ରହୁଛନ୍ତି ପ୍ରିୟ ଭଉଣୀମାନେ। ଆଜି ମଧ୍ୟ ଆମମାନେ ଗୋଟେ ପ୍ରସଙ୍ଗରେ ଆମମାନେ କଥାବାର୍ତ୍ତା ହେବା, ନିଜ ନିଜକୁ ଆମମାନେ ବାକ୍ୟର ଆଲୋକରେ ନିଜ ନିଜକୁ ଦେଖିବା ଆଉ ସଜାଡି ହେବା ନିଜ ନିଜକୁ। ଆମେ ପ୍ରତିଦିନ ଶୋଇ ଉଠୁ ଆମେ କରୁ, ମୁଁ ପ୍ରତିଦିନ ବ୍ରଶ କରେ, ମୁଁ ପ୍ରତିଦିନ ଗାଧାଏ, ପ୍ରତିଦିନ ମୁଁ ମୋର ଘରକୁ ସଫା କରେ, ମୁଁ ପ୍ରତିଦିନ ମୋ ବିଛଣାକୁ ଝାଡେ। ଆମେ ଅନେକ ସମୟରେ ପ୍ରକାର କଥାକୁ ମତେ ଶୋଇ ଉଠୁ ଉଠୁ ବ୍ରଶ ନ କଲେ ମତେ କିଛି ଭଲ ଲାଗିବ ନାହିଁ। ମୁଁ ଶୋଇ ଉଠୁ ଉଠୁ ମତେ ବାଥରୁମ ଯିବାକୁ, ଏ ପ୍ରକାର ବିଭିନ୍ନ ବିଷୟ ଆମେ ପ୍ରତିଦିନ ଆମେ ଆମମାନଙ୍କର ଡେ ଟୁ ଡେ ଲାଇଫରେ ଆମେ ସବୁଦିନ କରୁ ଆଉ ପ୍ରତିଦିନ ତାହା ଆମମାନେ ଗୋଟେ ଅଭ୍ୟାସରେ ପରିଣତ ହେଇଯାଇଛୁ। ତାହା ଆମେ ପ୍ରତିଦିନ ଆମେ କରିଥାଉ। ଆମେ ପ୍ରତିଦିନ ଖାଉ, ଆମେ ପ୍ରତିଦିନ ଶୋଇ ମଧ୍ୟ ଥାଉ। ଅନେକ ବିଷୟ ଆମେ ପ୍ରତିଦିନ କରୁ, ତାହା ଆମମାନଙ୍କର ଅଭ୍ୟାସ। ଆଜି ସେଇ ପ୍ରକାର ଆମମାନଙ୍କର ଆତ୍ମିକ ଜୀବନରେ ମଧ୍ୟ କେତେଟା ଏମିତି ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବାକୁ ଚାହୁଁଛି, ଯାହାକି ଆମମାନଙ୍କର ଦୈନନ୍ଦିନ ଜୀବନରେ ଆମେ ପ୍ରତିଦିନ କରିବାର ଆବଶ୍ୟକତା ରହିଅଛି। କେଉଁ ବିଷୟ ଗୁଡିକ ତାହା ଆମମାନଙ୍କର ଜୀବନରେ ପ୍ରତିଦିନ କରିବାର ଆବଶ୍ୟକ ରହିଛି, ଆମମାନେ ପ୍ରେରିତ 17:11 ଆମମାନେ ପଢିବା। ଥେସଲୋନିକିରେ ଥିବା ଯିହୁଦୀମାନଙ୍କ ଠାରୁ ଏମାନେ ସୁଶୀଳ ଥିଲେ, ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି ଏ ସମସ୍ତ ସତ୍ୟ କି ନା ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ। ହଁ, ଆମେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି, ମାନେ ପ୍ରତିଦିନ ଆମମାନେ ବାଇବଲ ପଢିବାର ଆବଶ୍ୟକତା ରହିଛି। ଆମର ଦୈନନ୍ଦିନ ଜୀବନରେ ଆମେ ଜଗତ ମଧ୍ୟରେ ଯେତେ ଦିନ ଯାଏ ଅଛୁ, ସେତେ ଦିନ ଯାଏ ଆମେ ପ୍ରତିଦିନ ଆମମାନେ ବାଇବଲ ପଢିବାର ଆବଶ୍ୟକ ରହିଛି ପ୍ରିୟ ଭଉଣୀମାନେ। ଆମେ ଖାଦ୍ୟ ଖାଉ ପ୍ରତିଦିନ। କାହିଁକି ଆମେ ଖାଦ୍ୟ ଖାଉ? ଏଥିପାଇଁ ଖାଉ ଯେ ଆମମାନେ ବଳ ପାଇବା ପାଇଁ ଖାଉ। ଯଦି ଗୋଟେ ଦି ଦିନ ଆମେ ଖାଉନୁ, ଫାଷ୍ଟିଂ ରହିବା କେତେ କଷ୍ଟ ହଉଛି କି ନାଇଁ? କେତେବେଳେ ସନ୍ଧ୍ୟା ମା ମୁଁ ଖାଇ ନାହିଁ, କିଛି ବଳ ପାଉନାହିଁ, ହାତ ଗୋଡ ଝିକି ଦଉଛି, ଚାଲି ମିଶା ହଉନାହିଁ, ଶୋଇଲେ ଉଠି ବି ହଉନାହିଁ। ଏ ପ୍ରକାର ଆମେ, କାହିଁକି ନା ଖାଦ୍ୟ ଆମ ଶରୀରକୁ ବଳ ଦିଏ, ସେଇ ପ୍ରକାର ଆମମାନଙ୍କର ଆତ୍ମିକ ଜୀବନର ବଳ ଦେବା ନିମନ୍ତେ, ଆମର ଆତ୍ମିକ ଜୀବନ ଯେ ପ୍ରକାର ବଳ ପାଇପାରିବ, ସେଥିପାଇଁ ଆମମାନଙ୍କୁ ପ୍ରତିଦିନ ବାଇବଲ ପଢିବାର ଆବଶ୍ୟକତା ରହିଛି। ଏ ସ୍ଥାନରେ ବେରିଆ ମଣ୍ଡଳୀର ଲୋକମାନେ ପାଉଲ ତାଙ୍କୁ କଣ ଶିକ୍ଷା ଦେଉଛନ୍ତି, ଏଟା ବାଇବଲ ଅନୁମୋଦିତ କି ନାହିଁ? ଆମେ ଯୋଉ ସମୟରେ ଶାସ୍ତ୍ର ଅନୁଧ୍ୟାନ କରିବା, ଆମେ ଶାସ୍ତ୍ରକୁ ଯୋଉ ସମୟରେ ପଢିବା, ସେ ସମୟରେ ଆମେ ଅନେକ ଭ୍ରାନ୍ତିରୁ ମଧ୍ୟ ଆମେ ରକ୍ଷା ପାଇପାରିବା ପ୍ରିୟ ଭଉଣୀମାନେ। ଏବେ କିଏ କଣ କହିଦେଲା, କିଏ କଣ ଶିକ୍ଷା ଦଉଛନ୍ତି, ଆମେ ସେ ଶିକ୍ଷାରେ ଆମେ ମାତି ଯିବା ନାହିଁ। ହଁ, ଏଇଟା କହିଦେଲା ମାନେ ଏଟା ଠିକ ହେଇଥିବ, ସେଟା ଠିକ ହେଇଥିବ, ସେମିତିରେ ବାଇବଲ କଣ କହୁଛି? ମୁଁ ଗୋଟେ କ୍ଲିପ ଦେଖୁଥିଲି, ସେ ସ୍ଥାନରେ ଜଣେ ଭାଇ ଜଣେ ପ୍ରଭୁଙ୍କ ଦାସଙ୍କ ପାଖକୁ ପ୍ରାର୍ଥନା କରିବା ପାଇଁ ଯାଇଛନ୍ତି। ତାଙ୍କର ଦେହ ଅସୁସ୍ଥ ଅଛି। ସେ ବୋଧେ ଥରେ ଦିଥର ତାଙ୍କ ପାଖକୁ ଯାଇଛନ୍ତି। ସେ ତାଙ୍କୁ କହୁଛନ୍ତି ଯେ ତୁମର ଦେହ ଯଦି ଭଲ ହେବାର ଅଛି, ତାହେଲେ ତୁମେ ବାପ୍ତିସ୍ମ ନିଅ। ସୁସ୍ଥତା ପାଇଁ ବାପ୍ତିସ୍ମ ନେବା ପାଇଁ ବାଇବଲରେ କୋଠି ଲେଖାଯାଏ ନାହିଁ, ଆମେ ପଢିନାଉ। ମନ ପରିବର୍ତ୍ତନ କର, ତାପରେ ତୁମେ ବାପ୍ତିସ୍ମ ନିଅ। ତୁମେ ସୁସ୍ଥ ହେବା ପାଇଁ ବାପ୍ତିସ୍ମ ନିଅ ବୋଲି ଆମମାନଙ୍କୁ ବାଇବଲ କହୁନାହିଁ। ତ ସେ ବାକ୍ୟ ବାଇବଲ ଅନୁମୋଦିତ କି ନାହିଁ, ଆମେ ତାହା ଶିଖିବା, ଦେଖିବାର ଆବଶ୍ୟକ। ଏମିତି ବିଭିନ୍ନ ପ୍ରକାର ଭ୍ରାନ୍ତିରୁ ଆମେ ରକ୍ଷା ପାଇବା ପାଇଁ ଆମେ ବାଇବଲ ପଢିବା ଆବଶ୍ୟକତା ରହିଛି। ଆମେ ବଳ ପାଇବା ପାଇଁ ଆମେ ବାଇବଲ ପଢିବାର ଆବଶ୍ୟକତା ରହିଛି। ଆଇବ 23:12 ଆଇବ କହୁଛନ୍ତି କଣ, ପଢନ୍ତୁ। ମୁଁ ତାହାଙ୍କ ଅଷ୍ଟାଧାର ନିର୍ଗତ ଆଜ୍ଞାରୁ ବିମୁଖ ହୋଇନାହିଁ। ମୁଁ ଆପଣ ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ହଁ, ମୁଁ
ମୋର ଆବଶ୍ୟକ ଆହାର ଅପେକ୍ଷା ତାଙ୍କର ମୁଖର ବାକ୍ୟକୁ ଅଧିକ ସଞ୍ଚୟ କରି ରଖିଅଛି। କାରଣ ଖାଦ୍ୟ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ପ୍ରଭୁଙ୍କର ବାକ୍ୟ ଅଟେ। ଯୋଉ ସମୟରେ ଆମେ ବଳ ପାଇବା, ଯୋଉ ସମୟରେ ଆମେ ଖାଦ୍ୟ ଖାଇବା, ଅନେକ ରୋଗ ପ୍ରତିରୋଧକ, ଅନେକ ରୋଗ ସହିତ ମଧ୍ୟ ଆମେ ଲଢି ପାରିବା। ଖାଦ୍ୟ ଗୁଡିକ ଆମମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପ୍ରଦାନ କରେ। ସେଇ ପ୍ରକାର ଈଶ୍ୱରଙ୍କର ବାକ୍ୟ ଆମମାନଙ୍କର ଆହାର, ଆମେ ଯେତିକି ଖାଉଛୁ ଠାରୁ ଅଧିକ ଈଶ୍ୱରଙ୍କର ବାକ୍ୟକୁ ଆମେ ସଞ୍ଚୟ କରି ରଖିବାର ଆବଶ୍ୟକତା ରହିଛି। ପ୍ରିୟ ଭଉଣୀମାନେ, ଯୋଉ ସମୟରେ ଆମମାନଙ୍କ ଜୀବନରେ ବାକ୍ୟର ଜ୍ଞାନର ଥିବ, 119:11 ଲେଖାଗଲା, ମୁଁ ଯେ ପ୍ରକାର ତୁମ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ତୁମର ବାକ୍ୟକୁ ଆପଣ ହୃଦୟ ମଧ୍ୟରେ ସଞ୍ଚୟ କରି ରଖିଅଛି। ମୁଁ ଯେମିତି ପାପରୁ ରକ୍ଷା ପାଇପାରିବି, ସେଥିପାଇଁ ମତେ ପ୍ରତିଦିନ ବାଇବଲ ଅଧ୍ୟୟନ କରିବାକୁ ପଡିବ। ମୁଁ ଯେ ପ୍ରକାର ପାପରେ ପଡି ନଯାଏ, କୋଉ ବିଷୟ ମତେ ପାପରୁ ପଡିବାକୁ ରକ୍ଷା କରିବ? ପରମେଶ୍ୱରଙ୍କର ବାକ୍ୟ। ଯୋଉ ସମୟରେ ହୃଦୟରେ ଥିବ, ନାଇଁ ନାଇଁ ଏଟା ତ ବାକ୍ୟ ମନା କରୁଛି, ନାଇଁ ମିଛ କହିବା ନାଇଁ, ମିଛ କହିଲେ ଯୋହନ 8:44 ଲେଖାଯାଏ, ଯୋଉମାନେ ମିଛ କହନ୍ତି ସେମାନେ ମିଥ୍ୟାବାଦୀ, ସେମାନେ। ସେଥିପାଇଁ ଆମେ ସେ ସବୁ ବିଷୟ ଗୁଡିକକୁ ଆମେ ମନେ ରଖିବା ନାଇଁ। ବ୍ୟଭିଚାର କର ନାହିଁ, ପାପ କର ନାହିଁ ବୋଲି ଆମମାନଙ୍କୁ ବାଇବଲରେ କୁହାଯାଉଛି। କାହାର କୂଟ କପଟ ଲାଗ ନାହିଁ ବୋଲି ବାଇବଲ, ଯୋଉ ସମୟରେ ବାକ୍ୟ ଆମମାନଙ୍କର ଅନ୍ତର ଥିବ, ଆମେ ପାପରୁ ଆମେ ରକ୍ଷା ପାଇପାରିବା। ସେଥିପାଇଁ ଆମେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରିବାର ଅଛି, ଶାସ୍ତ୍ରକୁ ଧ୍ୟାନ କରିବାର ଆବଶ୍ୟକତା ରହିଛି। ଆମେ ଯେ କଣ କେ କୋଉଠି, ଆମେ ବିଭିନ୍ନ ପ୍ରକାର ବ୍ୟକ୍ତି ବିଶେଷ ମାନଙ୍କ ଠାରୁ ଏ ଦିନ ମାନଙ୍କରେ ଆମେ ବାକ୍ୟ ଶୁଣୁଛୁ, ମାତ୍ର ଆମେ ସେ ବାକ୍ୟ ଠିକ କି ନୁହେଁ ଆମେ ଜାଣିବା ପାଇଁ ଆମମାନଙ୍କୁ ଶାସ୍ତ୍ରକୁ ପଢିବାର ଆବଶ୍ୟକତା ରହିଛି। ବାଇବଲ ଅନୁମୋଦିତକୁ ନୁହେଁ ବୋଲି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମର ସାନ ସାନ ପିଲାମାନେ ମଧ୍ୟ ଅନେକ ସମୟରେ କୁହନ୍ତି ସେ ଜାଗାରେ ସେମିତି କହୁଥିଲେ, ଏଇଟା ତ ବାକ୍ୟ ଅନୁମୋଦିତ ନୁହେଁ ବୋଲି ସେମାନେ କୁହନ୍ତି। ଆମେ ମଧ୍ୟ ପରଖି ଜାଣିବାର ଅଛି, ଯୋଉଠି ଗଲୁ ଆମେ ସେପରି ଆମେ ଢଳି ନ ଯାଇ ବାକ୍ୟଟା କହୁଛି କି ନାହିଁ। ସେଥିପାଇଁ ଆମେ ପ୍ରତିଦିନ ପ୍ରିୟ ଭଉଣୀ ମାନେ ବାକ୍ୟକୁ ଧ୍ୟାନ କରିବାର ଆବଶ୍ୟକତା। ବାକ୍ୟ ଯୋଉ ସମୟରେ ଆମେ ଅଧିକ ପଢିବା, ବାକ୍ୟ ଯୋଉ ସମୟରେ ଆମେ ଅଧିକ ଜାଣିବା, ସେ ସମୟରେ ଆମେ ବିଭିନ୍ନ ପ୍ରକାର ଭ୍ରାନ୍ତିରୁ ଆମେ ରକ୍ଷା ପାଇପାରିବା, ଆମେ ବଳ ପାଇବା, ଆମେ ପାପ ପ୍ରତି ଆମେ ନାହିଁ କହିପାରିବା। ଯେ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ କଣ କରିବ? ତାଙ୍କ ବିରୁଦ୍ଧରେ ପାପ କରିବା ପାଇଁ ଆମମାନଙ୍କୁ ରୋକିବ। ଆଉ ଗୋଟେ ବିଷୟ ହେଲା, ଆମମାନଙ୍କୁ ପ୍ରଭୁଙ୍କର ଇଚ୍ଛା କଣ ତାହା ମଧ୍ୟ ଆମେ ପ୍ରଭୁଙ୍କର ଇଚ୍ଛା କେମିତି ଜାଣିବା? ଏ ଧର୍ମଶାସ୍ତ୍ର ବାଇବଲରୁ ହିଁ ଆମେ ଜାଣିପାରିବା। ତେଣୁ ପ୍ରତିଦିନ ଆମେ ଶାସ୍ତ୍ରକୁ ପଢିବା, ଯଦ୍ୱାରା କି ଆମେ ସବୁ ବିଷୟ ଗୁଡିକକୁ ଆମେ ଜାଣିପାରିବା। 119:105 ଲେଖାଗଲା, ତୁମର ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ଏ ବାକ୍ୟ କେମିତି ଆମମାନଙ୍କୁ କୋଉ ରାସ୍ତାରେ ଯିବାର ଅଛି, ଗୋଟେ ଟର୍ଚ୍ଚ ସଦୃଶ ଆମମାନଙ୍କୁ ଦେଖେଇବ, ନାଇଁ ରାସ୍ତା ଏଇଟା, ଏ ରାସ୍ତାରେ ଚାଲେ, ଯୋଉ ରାସ୍ତାରେ ଚାଲୁଛୁ ନା ସେଠି ଗୋଡି ଅଛି, ସେଠି କଣ୍ଟା ଅଛି, ତୋର ଗୋଡ ଫୋଡି ହେଇଯିବ। ଏ ପ୍ରକାର ସେ ଆଲୁଅ ସଦୃଶ, ଗୋଟେ ଟର୍ଚ୍ଚ ସଦୃଶ ଆମମାନଙ୍କୁ ଈଶ୍ୱରଙ୍କର ବାକ୍ୟ ଦେଖାଏ। ତେଣୁ ପ୍ରିୟ ଭଉଣୀ ମାନେ, ଆମେ ପ୍ରତିନିତ୍ୟ ଈଶ୍ୱରଙ୍କର ବାକ୍ୟକୁ ଆମେ ଧ୍ୟାନ କରିବା। ପ୍ରତିଦିନ ଆମମାନଙ୍କର ଯେମିତି ଆମେ ପ୍ରତିଦିନ ବ୍ରଶ କରୁ, ଯେମିତି ଆମେ ପ୍ରତିଦିନ ମାନେ ଗାଧାଉ, ଠିକ ସେହିପରି ପ୍ରତିଦିନ ଏହା ଆମମାନଙ୍କର ଗୋଟେ ଅଭ୍ୟାସ ହେଇଯାଉ ଯେ ଆମେ ସବୁଦିନ ଈଶ୍ୱରଙ୍କର ବାକ୍ୟକୁ ଆମେ ପଢିବା। ଆମ ଜୀବନରେ ଏଟା ଗୋଟେ ଅଭ୍ୟାସ ହେଇଯାଉ। ଆମେ କେମିତି ଆଜି ଦାନ୍ତ ଘଷି ନାହିଁ, ତମର ପାଟି ଗୋଟେ କେମିତି କେମିତି ଲାଗୁଛି, ସେମିତି ଯୋଉ ସମୟରେ ଆଜି ମୁଁ ବାଇବଲ ପଢି ନାହିଁ ତ ମୋ ମନ ଟିକେ ଅସ୍ତବ୍ୟସ୍ତ ଲାଗୁଛି, ମୁଁ ପ୍ରତିଦିନ ମୁଁ ବାଇବଲ ପଢିବାକୁ ଚାହେଁ। ପ୍ରିୟ ଭଉଣୀ ମାନେ, ଆଜି ନିର୍ଣ୍ଣୟ ନିଅନ୍ତୁ କି ଗୋଟେ ରୁଟିନ କୁ ଆଣନ୍ତୁ ଯେ ମୁଁ ଏଇ ସମୟରେ ଯେମିତି ହେଲେ ମଧ୍ୟ ମୁଁ ବାଇବଲ ପଢିବି। ମୁଁ ସକାଳେ ଶୋଇ ଉଠୁ ଉଠୁ ବ୍ରଶ କରିଦିଏ, 7ଟା ପୂର୍ବରୁ ମୁଁ ବ୍ରଶ କରିଦିଏ, ବହୁତ ଭଲ କଥା। 7ଟା ପୂର୍ବରୁ ମୁଁ ଗାଧେଇ ସାରେ, ବହୁତ ଭଲ କଥା। ତା ସହିତ ପ୍ରିୟ ଭଉଣୀ ମାନେ, ମୋର ପ୍ରତିଦିନ ରୁଟିନରେ ବାଇବଲ ମଧ୍ୟ ଆସିବାର ଆବଶ୍ୟକତା ରହିଛି। ମୁଁ ଏତିକି ସମୟରେ ଜଳଖିଆ କରେ, ଜଳଖିଆ କରିବା ସହିତ ମୁଁ ବାଇବଲ ମଧ୍ୟ ପଢେ। କାରଣ ଯୋଉ ସମୟରେ ଆମେ ବାଇବଲ ପଢୁ, ଈଶ୍ୱରଙ୍କର ବାକ୍ୟ ପଢୁ, ସେ ସମୟରେ ଆମେ ବଳ ପାଉ। ଲେଖାଯାଏ, ମୁଁ ଆପଣ ଆବଶ୍ୟକ ଆହାର ଠାରୁ ତୁମର ମୁଖର ବାକ୍ୟକୁ ମୁଁ ମୋ
हृदय मध्य संचय कर रखी मुझे प्रकार तुम विरुद्ध पाप करी ना से तुम वाक्य को मो हृदय मध्य संचय कर रखी आसंत प्रिय भौणी मैंने आम निज निज को एनकरेज करू आ कहू कि मुझे प्रतिदिन मो जीवन रे मो वाक्य को ध्यान करेबी आ प्रभु साहाय्य करंतु आमनकर डेली लाइफ रो रूटीन एटा हो जे आमे प्रतिदिन आमे बाइबल पढ़िबा आउ आमने प्रतिदिन कौन करबार अछि प्रार्थना करबार आवश्यकता रही दाऊद राजा कौन बोली कहउचंती 5:3 गीत संहिता हे सदाप्रभ तुम्भे ପ୍ରାନ୍ତ କାଳରେ ମୋହର ରବ ଶୁଣିବ ମୁଁ ପ୍ରାନ୍ତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି मो प्रातः काल मोहर रब शुणिब मो प्रातः काल तुम्ह उद्देश्य आपण प्रार्थना सजाइबे ओ जगी रहिबे प्रार्थना आम जीवन रे आमनकर आत्मिक जीवन अभिवृद्धि निमंते आमे प्रतिदिन प्रार्थना करिवार आवश्यकता रही प्रार्थना आमनकर शक्ति प्रिय भौणी माने प्रार्थना आमनकर गोटे युद्धर अस्त्र अटे आमे जो समय प्रार्थना करबा अनेक शत्रु मानकर सहित आमे लड़ी पारिबा अनेक अदृश्य दृश्य शक्ति मानकर सहित आमे लड़ी पारिबा आमे प्रभु यीशु ख्रीष्टकर विषय मध्ये आमे देखु मार्क 1:35 प्रतिदिन पाहांतिया थाउ थाउ से गोटे निरोला स्थान को जाई प्रार्थना करुथिले आज आपण मानकु मध्ये कहिबाको चाहे आमर प्रार्थनार वेदी को मध्ये आमे सजाडिबा आमे प्रतिदिन प्रार्थना करबार आवश्यकता रही जो समय आमे प्रार्थना करू प्रार्थना द्वारा आमे अंधकार शक्ति मानकर सहित लड़ी थाउ प्रार्थना द्वारा आमे परिस्थिति सहित आमे लड़ी थाउ प्रार्थना द्वारा माने विभिन्न प्रकार मंद आत्मा विरुद्ध रे आमे गोटे युद्ध घोषणा करिथाउ जो समय देखंतु आपण बेसी प्रार्थना करबे से समय आपण को विभिन्न प्रकार अटैक करबो शैतान कारण आपण मानकर प्रार्थना जीवन को से टिके डिस्टर्ब करबा पे बेसी जदि प्रार्थना करबे आपनकर देह खराब करदेबो केमती तो प्रार्थना करबो मु देखुथिले दिन मानकर प्रार्थना सहित ता सहित बेसी लढुथिले त मु सेति पे मो देह खराब कर देछि 2 दिन हला आंठू एउना मी कहली ठीक अछि मु आंठू रे सिना प्रार्थना करि पारबि नै सही सही प्रार्थना करबि चाल लागबा माने ए प्रकार आमे अनेक समय आमे कोन करू हमर शत्रु ये से बेले आमे लागू मात्र जो समय ता सहित आमे फाइट करबा शैतान सहित कारण लेखा जाय जे आमानकर युद्ध मर्त्य विरुद्ध रे नय मात्र आधिपत्य आर तार समस्त कर्तापन विरुद्ध रे आमे जो समय आंठू भांगो आमे से समय ता विरुद्ध रे युद्ध ऐलान करो तेणु से भयभीत हो जाए शैतान काहा को अधिक डरे जानिचंती ना प्रार्थनाकारी मानको से अधिक डरे आमे जदि बेसी प्रार्थना करबा ताहले शैतान सिंहासन टळ टळ हे जिवो तेणु से अनेक प्रार्थनाकारी मानको बहुत आघात करे प्रिय भौणी माने प्रार्थना होची आमनकर गोटे शक्ति प्रार्थना आमर बल प्रार्थना आमर होची ढाल जे कि आमन को विभिन्न प्रकार शत्रु मानक ठारू आमन को रक्षा करिथे प्रभु साहाय्य करंतु प्रिय भौणी माने मु आपण मानकु कहिबाको चाहे प्रभु आमन को ए प्रकार अनुग्रह करंतु जे आमनकर प्रार्थनार वेदी को आमे सजाड़बा आमर प्रभु यीशु ख्रीष्ट आमनकर आदर्श जे कि प्रतिदिन गोटे निरोला जगह से खोजुथिले आज मु आपण मानकु कहिबाको चाहे आमनकर सबुटु बेस्ट समय होय तो सकाळ समय जो समय रे कि आम परिवार के उठी नथिबे से समय मो पाई सेटा बेस्ट समय आपण मानकर समय को आपण माने देखंतु कि कु समय रे आपणकर घर खाली थाउची से समय प्रार्थना करंतु निजर गुप्त कोठरी को पळे जानतु प्रार्थना रे आंठू भांगंतु अनेक समय रे मते सकाळ समयटा बहुत बेस्ट लागे आ जो समय घरे के न थांती से समय मु मध्ये आंठू भांगे बाकी समय मध्ये मु प्रार्थना करे किंतु सकाळ मॉर्निंग आवर टा बहुत भल थाए किछि अध घंटा घंटाटी पूर्वरु समस्त उठिबा पूर्वरु उठबो आराम से आंठू भांगे प्रार्थना करी किछि समय प्रभु को ठारे बितेब वाक्य लेखा गला प्रथमे तांको राज्य और धार्मिकता अन्वेषण कर तापरे समस्त विषय दिया अछि प्रथमे तांकर उपस्थिति मध्य को जानतु प्रिय प्रार्थना कोन आमे वाक्य द्वारा प्रभुकर इच्छा को आमे जानुछु प्रार्थना द्वारा आमे प्रभुकर सहित हमर आमे समय को आमे बिताउछु ता सहित हमर इच्छा को मध्य आमे प्रभुकर निकट रे आमे रखुछु आ प्रभु मध्य प्रार्थना द्वारा हमर सहित से कथा बार्ता हो जानती
आमे तांकर प्रेजेंस को आमे अनुभव करि पारुछु प्रार्थना द्वारा। प्रार्थना जे खाली मागिबा ताहा नुहे, प्रार्थना द्वारा आमे प्रभुंकर उपस्थिति को आमे अनुभव करू, प्रभुंकर सहित आमे गोटे कथाबार्ता हेथाउ। प्रभु मो जीवन रे एमती होची, मो अनेक समय जो समय बहुत भांगी पड़े, बहुत व्यस्त व्यस्त लगे, आउ मु अनेक समय विरक्त हो जाए, से समय प्रभु ए सब परिस्थिति को मु हैंडल करि पारु नै, केमती मु करबी तुमे मते कुह। मु आंठु भांगे प्रभुंक निकटे प्रार्थना करे, आ से समय ही मते गोटे मार्ग देखांते जे नहीं एमती करबार आवश्यकता रही। प्रिय भौणी माने, आमनकर प्रतिदिन जीवन रे आमे वाक्य पढ़िबा, प्रतिदिन आमने प्रार्थना करबा, आ प्रार्थनार अनेक गुड़े बेनिफिट रही। आमे जानू आमे जे प्रकार परीक्षा रे न पड़िबो, एथिपाई जागी रही प्रार्थना करबा को पड़े। आमे अनेक समय भावुछु मु गत दिन मानकर बहुत स्ट्रांग थिले, मु छोटिया छोटिया विषय रे पड़ी जाउ नथिले, किंतु एबे छान सान विषय मु काहेकि पड़ी जाउछि, कारण आमे प्रार्थना जीवन रे सही पड़िछु। तेनु कोन होछि आम जीवन रे से पाप गुड़िक आमे छोटिया छोटिया विषय रे जो पाप गुड़िक रे आमे नुआ नुआ रे प्रभु को पाइबा समय पड़ु नथिलु, आज से पाप रे पड़ी जाउछु, काहेकि ना आमे प्रार्थना जीवन रे आमे सही देछु, आमे जागी रही प्रार्थना करू नाहु, तेनु आमे परीक्षा रे पड़ी जाउछु, आमे प्रलोभन रे आमे पड़ी जाउछु। प्रिय भौणी माने, मु आपण मानकु उत्साह करबाको चाहे, जदि पाप रे पड़िबा पई चाहू नांती, परीक्षा रे पड़िबा पई चाहू नांती, प्रार्थना रो वेदी को सजाडन। परिस्थिति बिगड़ी जाइछि, पुओ झियो कथा मानु नांती, प्रार्थना रो वेदी को सजाडन्तु, प्रभु निश्चिंत भाबरे सहाय्य करे। अनेक समय देखुछु विभिन्न प्रकार शैतानिक अटैक गुड़िक आम परिवार होची, से समय आंठु भांगंतु, आ से शैतानिक अटैक गुड़िक को प्रार्थना सहित लड़ाई करंतु, से सब देखंतु धीरे धीरे सहित जाई लड़ंतु नहीं, प्रार्थना सहित आंठु भांगंतु, आ सेमानकर सहित लड़ंतु, प्रभु सेमानकर सहित युद्ध करिवे। व्यस्त हेबार नहीं प्रिय भौणी माने, से व्यस्त व्यस्त समय प्रभु आम जीवन आम जो समय आंठु भांगा, से समय प्रभु आमनकर हृदय गोटे शांति अनुभव करबा देबे, गोटे कंफर्ट फील आमे करि पारिबा। मु एमती पवन रे कथा कहू नै, ए सब मो जीवन रे मु अनुभव करूछि करिछि, तेणु मु आपण मानकु कहूछि जे आमे जो समय रे प्रतिदिन आमे प्रार्थना करबा, आमे जंती प्रतिदिन खाउछु, आमे प्रतिदिन हमर घर को जंती सफा करूछु, सेंती प्रतिदिन आमनकर प्रार्थना रो वेदी को आमने सजाडिबा, प्रभु आमनको सहाय्य करबे। आ निजे आमे प्रार्थना करबा, आमर प्रार्थना रे सेतिकी शक्ति अछि, आमे अन्य मान को प्रार्थना देवार आवश्यकता रही, ताठारु अधिक आमे निजे आम निज पई, आम परिवार पई, आम मंडली पई, बा आमे जे कोनोसी विषय निमंते आवश्यक मने करूछु, से सब विषय पे आमे निजे प्रार्थना करबा, तापरे अन्य मान को मध्ये आमे प्रार्थना देबा, कारण विच्छेद प्राचीर चिरी दिखंड हो जाइछि, आमे जेते बेले इच्छा सेते बेले महापवित्र स्थान रे प्रवेश करे हमर बापा को आमे बापा बोली आमे डाकी पारिबा। आमर एकमात्र मध्यस्थी प्रभु जीशु ख्रीष्ट अटन। अन्य मानकर प्रार्थना मध्ये आम जीवन रे आवश्यकता रही, अन्य मान को प्रार्थना देवार आवश्यक रही, मु मना करू नै, मात्र ताठू बड़ विषय आमे निजे प्रार्थना करबा। आमे निजे जो समय रे आमे प्रार्थना करबा, मोर आ मो बापांकर संपर्क आहुरी घनिष्ठ हे। आमे खाली अन्य मान को प्रार्थना अनुरोध देउथबा, पास्टर को, पालक को, पालिका को, प्राचीन को कि अन्य मान को आमे खाली प्रार्थना अनुरोध देउथबा, आमे निजे प्रार्थना करू नथबा। प्रभु भाबुथिबे एबे जाई बधे आर पर्दा चिरी नै बोली से भाबुथे, मु केबेटू जगिछि ए झियो मो पाखु आसी मते टिके कहिथांता बोली हमर प्रभु जगिथिबे। तेनु प्रिय भौणी माने, आमे प्रतिदिन आमे प्रार्थना वेदी को आमे सजाडी प्रभु को निकट को आमे जीवा, जोटा कि प्रार्थना हमर शक्ति, हमर ढाल से कि आमन को साहाय्य करिबो। आ एक विषय माने देखिबा 145 गीतर 2 पद। प्रतिदिन मु तुमर धन्यवाद करिबी, पुणी सदा सर्वदा मु तुम नामर प्रशंसा करिबी।
ଆମେ ପ୍ରତିଦିନ ଆଉ କଣ କରିବାର ଅଛି? ଆମର ମୁଖରେ ପରମେଶ୍ୱରଙ୍କର ଧନ୍ୟବାଦ ପ୍ରଶଂସା କରିବାର ଆବଶ୍ୟକତା ରହିଛି। କହିବାକୁ ଗଲେ ଆମେ ପ୍ରତିଦିନ ଆମମାନଙ୍କର ଜୀବନରେ ଆମେ ପରମେଶ୍ୱରଙ୍କର ଆରାଧନା କରିବାର ଆବଶ୍ୟକ ରହିଛି। ଆରାଧନା ଆମମାନଙ୍କର ଗୋଟିଏ ଜୀବନ ଶୈଳୀ ହେବା ଆବଶ୍ୟକତା ରହିଛି ପ୍ରିୟ ଭଉଣୀ। ଆରାଧନା ଯାଇ ଚର୍ଚ୍ଚରେ ଘଣ୍ଟାଟେ 2 ଘଣ୍ଟା ହାତ ଉଠେଇବା ଗୀତ ଗାଇବା ଆରାଧନା ନୁହେଁ। ଏହା ମାନଙ୍କର ପ୍ରତିଦିନ ଆମମାନଙ୍କର ଲାଇଫ ଷ୍ଟାଇଲ ହଉଛି ପରମେଶ୍ୱରଙ୍କର ଆଉ ଦେଶରେ ଆରାଧନା କରିବା। ଆମେ କି ପ୍ରକାର ବସୁଛୁ କି ପ୍ରକାର ଉଠୁଛୁ ଆମେ ଗାଉଛୁ ନା मेरा बैठना उठना चलना तुझे भाता रहे। ମୋର ଡ୍ରେସ ପିନ୍ଧିବା ମୋର ଉଠିବା ବସିବା ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ଏସବୁ ମଧ୍ୟ ଆରାଧନାର ଗୋଟେ ପାର୍ଟ ଅଛି ପ୍ରିୟ ଭଉଣୀ ମାନେ। ଆମେ କି ପ୍ରକାର କଥାବାର୍ତ୍ତା ହଉଛୁ ପୁରାତନ ନିୟମରେ ବେଦୀ ଉପରେ ଯୋଉ ସମୟରେ ହୋମ ଦିଆଯାଉଥିଲା ସେ ସମୟରେ ବଳି ଉତ୍ସର୍ଗ କରାଯାଉଥିଲା ପଶୁ ବଳି ଉତ୍ସର୍ଗ କରାଯାଉଥିଲା କିନ୍ତୁ ନୂତନ ନିୟମରେ ଆମେ ଦେଖୁଛୁ ରୋମିଓ ପୁସ୍ତକରେ ଆମମାନଙ୍କର ଶରୀରକୁ ସଜୀବ ବଳି ରୂପେ ଆମେ ଉତ୍ସର୍ଗ କରିପାରୁ। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା ବୋଲି ଲେଖାଯାଉଛି। ଆମେ କଣ କରିବାର ଅଛି? ଆମର ଚକ୍ଷୁକୁ ଆମେ ବେଦୀ ଉପରେ ରଖିବାର ଅଛି। ଆରାଧନା 2 ଘଣ୍ଟାର କାମ ନୁହେଁ। ସଣ୍ଡେ ସପ୍ତାହକୁ 2 ଘଣ୍ଟା ମାନେ ଆରାଧନା କରିଦେଲୁ ସେତିକି ନୁହେଁ। ଆରାଧନା ପ୍ରତିଦିନ ମୁଁ କହୁଥିଲି ନା ଆମମାନଙ୍କର ଜୀବନ ଶୈଳୀ ହଉଛି ଆରାଧନା। ଆମମାନଙ୍କର ଲାଇଫ ଷ୍ଟାଇଲ ହଉଛି ଆରାଧନା। ଏଇ ଆରାଧନାକୁ ଆମେ ପ୍ରତିଦିନ ଆମମାନଙ୍କ ଜୀବନରେ ଆମେ ଅଭ୍ୟାସ କରିବାର ଆବଶ୍ୟକତା ରହିଛି। ପ୍ରଭୁ ଯେମିତି ଆଇବ କହିଛନ୍ତି ମୁଁ ମୋର ଚକ୍ଷୁ ସାଙ୍ଗେ ନିୟମ କରୁଛି କି ଯୁବତୀ ପ୍ରତି ମୁଁ କି ପ୍ରକାର ଅନେଇବି। ଆଜି ଆମର ଚକ୍ଷୁ ସହିତ ମଧ୍ୟ ଆମେ ନିୟମ କରିବାର ଅଛି ଯେ ମୁଁ ମୋ ଚକ୍ଷୁ ସହିତ ନିୟମ କରୁଛି ମୁଁ ସୋସିଆଲ ମିଡିଆରେ କଣ ଦେଖିବି। ଏ ପ୍ରକାର ଆମମାନଙ୍କର ନିୟମ କରି ପ୍ରଭୁ ଚକ୍ଷୁ ଦ୍ଵାରା ମୁଁ ତୁମର ଆରାଧନା କରୁଛି। ମୁଁ ମୋର ଜିଭ ସହିତ ମୁଁ ଆଜି ନିୟମ କରୁଛି ପ୍ରଭୁ ମୁଁ ତୁମ ମାନେ ଅନ୍ୟମାନଙ୍କ ସହିତ କି ପ୍ରକାର କଥାବାର୍ତ୍ତା କରୁଛି। ଜିଭ ଦ୍ଵାରା ଏମିତି କରି ମୁଁ ତୁମର ଆରାଧନା କରୁଛି। ହାତକୁ ମଧ୍ୟ ତୁମର ବେଦୀ ନିକଟରେ ସମର୍ପଣ କରୁଛି। ଏ ପ୍ରକାର ଭାବରେ ଆମେ ଆମର ଆରାଧନାକୁ ଆମେ ପ୍ରଭୁଙ୍କ ନିକଟରେ ସଜାଇବାର ଆବଶ୍ୟକ ରହିଅଛି ପ୍ରିୟ ଭଉଣୀ ମାନେ। ପ୍ରଭୁ ସାହାଯ୍ୟ କରନ୍ତୁ ଏ ପ୍ରକାର ଆରାଧନା ଆମମାନଙ୍କ ଜୀବନରେ ଆମେ ସଜାଇବା। ଆଉ ଆରାଧନାର ଅର୍ଥ ମାନେ ଆଦି ପୁସ୍ତକ 22 ଅଧ୍ୟାୟରେ ଆମେ ପାଇପାରିବା। ଆଦି ପୁସ୍ତକ 22:5 ପଢନ୍ତୁ ଯୋଉଟା କି ଆରାଧନା ଶବ୍ଦ ପ୍ରଥମେ ଆସିଅଛି ସେ ସ୍ଥାନରେ। ସେତେବେଳେ ଅବ୍ରାମ ସେଇ ଦାସମାନଙ୍କୁ କହିଲେ ତୁମେମାନେ ଏଇ ସ୍ଥାନରେ ଗଧ ସହିତ ଥାଅ ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ଏ ସ୍ଥାନରେ ଆମେ ଦେଖୁଛୁ ଆରାଧନାର ଅର୍ଥ ମୋ ଜୀବନରେ ପ୍ରଭୁ ପ୍ରଥମ। ତାଙ୍କୁ ପ୍ରଭୁ ପରୀକ୍ଷା କରିବା ପାଇଁ ନେଉଛନ୍ତି। ଆଉ ଅବ୍ରାହମ ଆଗେ ଯେମିତି ମତେ ପ୍ରେମ କରୁଥିଲା ଏବେ ସେ ପୁଅ ଆଇଲା ପରେ ମତେ ପ୍ରେମ କରୁଛି। ଏ ସ୍ଥାନରେ ଆପଣ କରିଦେବେ ତୁମେ ଯୋଉ ପୁତ୍ରକୁ ସ୍ନେହ କରୁଛ ତାଙ୍କର ଆଉ ଜଣେ ମଧ୍ୟ ପୁତ୍ର ଥିଲେ ଇସ୍ମାଏଲ। ମାତ୍ର ତୁମେ ଯାହାକୁ ସ୍ନେହ କରୁଛ ଆରାଧନାର ଅର୍ଥ ହେଲା ଆମର ପ୍ରିୟ ବିଷୟକୁ ପ୍ରଭୁଙ୍କର ପାଦ ତଳେ ଥୋଇଦେବାଟା। ତାହା ହଉଛି ଆରାଧନା ପ୍ରିୟ ଭଉଣୀମାନେ। ଆମମାନଙ୍କର ଜୀବନରେ ଆମେ ସେ ପ୍ରକାର ଆରାଧନା କରୁ ଆମେ ପ୍ରଭୁଙ୍କ ନିକଟରେ। ଯୋଉ ସମୟରେ ଆରାଧନା ଶବ୍ଦ ଆସୁଛି ସେ ସମୟରେ ଆମେ ଆରାଧନା କରିବାକୁ ଯାଉଛୁ। ମାନେ ଅବ୍ରାହମ ତାଙ୍କ ଦାସ ମାନଙ୍କୁ କହିବାକୁ ଚାହୁଁଛନ୍ତି ମୋର ପସନ୍ଦର ବିଷୟକୁ ମୁଁ ପ୍ରଭୁଙ୍କର ପାଦ ତଳେ ଅର୍ପଣ କରିବାକୁ ଯାଉଛି। ସେଇଟା ହଉଛି ଆରାଧନା। ଆମେ ସେ ପ୍ରକାର ଆରାଧନା କରିବା ପ୍ରିୟ ଭଉଣୀ ମାନେ। ମୋ ଜୀବନରେ ପ୍ରଭୁ ପ୍ରଥମ। ସେ ପ୍ରକାର ଆରାଧନା ମାନେ ସଜାଉ ପ୍ରଭୁଙ୍କ ନିକଟରେ। ଏ ପ୍ରକାର ଆରାଧନାର ବଳି ଆମର ପରମେଶ୍ୱର ଆମ ଠାରୁ ଚାହାନ୍ତି। ତେଣୁ ଏ ପ୍ରକାର ଆରାଧନା ଆମେ ପ୍ରତିନିତ୍ୟ ଆମମାନଙ୍କର ପ୍ରଭୁଙ୍କ ନିକଟରେ ଆମେ ସମର୍ପଣ କରୁ। ଅନେକ ସମୟରେ ଆମମାନଙ୍କର ମୁଖରେ ଧନ୍ୟବାଦ ପ୍ରଶଂସା ବାହାରିବାଟା ବହୁତ କଷ୍ଟ। ମାତ୍ର ଗୀତ ରଚକ କହୁଛନ୍ତି ମୁଁ ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି ପୁଣି ସଦା ସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। ସେ ପ୍ରଶଂସା ଧନ୍ୟବାଦ ପାଇବା ପାଇଁ ଏକମାତ୍ର ଯୋଗ୍ୟବନ୍ତ ପରମେଶ୍ୱର ଅଟନ୍ତି। ଆମେ ତାଙ୍କ ପ୍ରତ୍ୟେକ ସମୟରେ ଯାହା ଆମେ ଗୀତରେ ଗାଉ ବନ୍ଦନା ଘେନି ଆମେ ଆସିଛୁ ସ୍ତୁତିର ଭେଟି ନେଇ ଆସିଛୁ।
आमे जो समय बंदना नहीं आसीचु आमे धरिकिना कहीं रखुचु प्रिय भौणी मैंने आमे दे देबार अछि प्रभु पाद तले ए प्रकार प्रतिदिन आम मानकर जीवन रे आमने से आराधना को आमने प्रैक्टिस करू जो द्वारा कि प्रभु आम जीवन दे गौरव पाइबे आ महिमा पाइबे आ एक विषय प्रतिदिन आम माने कौन करबा लूक 9:23 ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। हाँ प्रतिदिन मोहर क्रूस घेनी मोहर अनुगमन कर जीशुଙ୍କ ପଛରେ ଚାଲିବା ବର୍ଷକୁ ଗୋଟେ ଦିନ ଦି ଦିନ ନୁହେଁ ପ୍ରିୟ ଭଉଣୀ ମାନେ କି ପ୍ରତି ସପ୍ତାହରେ ଗୋଟେ ଦିନ ନାହିଁ ଆମେ ପ୍ରତିଦିନ ଆମେ ଯୀଶୁଙ୍କ ପଛରେ ଚାଲିବାର ଆବଶ୍ୟକତା ରହିଛି ଯୀଶୁଙ୍କ ପଛରେ କେମିତି କ୍ରୁଶ ଉଠେଇକିନା ଚାଲିବାର ଅଛି ଆଜି ଅନେକ ଖ୍ରୀଷ୍ଟିଆନ ମାନେ ଭାବୁଛନ୍ତି ଯେ ଯୀଶୁଙ୍କୁ ଗ୍ରହଣ କଲା ପରେ ଆମ ଜୀବନରେ ଦୁଃଖ ହେବ ନାହିଁ ଅଭାବ ଆସିବ ନାହିଁ ନିନ୍ଦା ନାହିଁ କଷ୍ଟ ନାହିଁ ସମସ୍ୟା ନାହିଁ ବୋଲି ଭାବୁଛନ୍ତି କିନ୍ତୁ ଦୁଃଖ କଷ୍ଟ ସେଠି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ ବୋଲି ଲେଖାଯାଇଛି ଆମ ଜୀବନରେ ଅନେକ ଦୁଃଖ ଆସିବ କଷ୍ଟ ଆସିବ ଅଭାବ ଆସିବ ରୋଗ ଆସିବ ସମସ୍ୟା ଆସିବ ସେ ରୋଗ ସମସ୍ୟା ପ୍ରତ୍ୟେକ ବିଷୟ ଧରି ଆମେ ଯୀଶୁଙ୍କର ଅନୁଗମନ କରିବାର ଆବଶ୍ୟକତା ରହିଛି ଅନେକ କ୍ଲେଶ ମଧ୍ୟ ଦେଇ ଯିବ ବୋଲି ଲେଖାଯାଇଛି ବାକ୍ୟରେ ଆଜିକାଲିର ଶିକ୍ଷା କଣ ନାଇଁ ତୁମେ ଯେବେ ଯୀଶୁଙ୍କୁ ଗ୍ରହଣ କରିବ ତୁମ ଜୀବନରେ ଆରେ ରୋଗ ଆଇବ ନାହିଁ ଅଭାବ ଆଇବ ନାହିଁ ସମସ୍ୟା ଆଇବ ନାହିଁ ଆମକୁ ଅନେକ କ୍ଲେଶ ମଧ୍ୟ ଦେଇକିନା ଯିବାକୁ ପଡେ ଯୋହନରେ ଲେଖାଗଲା ତାହା କିନ୍ତୁ ସାହସ ଧର ମୁଁ ଜଗତକୁ ଜୟ କରିଛି ଆମର ପରମେଶ୍ୱର ଜଗତକୁ ଜୟ କରିଛନ୍ତି କିନ୍ତୁ ଆମମାନଙ୍କୁ ପ୍ରତିଦିନ କୃଷ ଘେନି ତାଙ୍କର ଅନୁଗମନ କରିବାର ଅଛି ଯୀଶୁଙ୍କ ପଛରେ ଆମମାନଙ୍କୁ ପ୍ରତିଦିନ ଚାଲିବାର ଆବଶ୍ୟକ କେମିତି କୃଷକୁ ଘେନି ଅନେକ ନିନ୍ଦାକୁ ସହ୍ୟ କରିବାର ଅଛି ଅପମାନକୁ ସହ୍ୟ କରିବାର ଅଛି ତାଡନାକୁ ସହ୍ୟ କରି ଆମେ ପ୍ରତିଦିନ ଆମମାନଙ୍କର କୃଷକୁ ଆମେ ଘେନିକିନା ଆମେ ଚାଲିବାର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ ପ୍ରଥମ କରନ୍ତୀୟ 15:31 ପଢନ୍ତୁ ଟିକେ ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ ସେଥିର ଶପଥ କରି କହୁଅଛି ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି ପ୍ରତିଦିନ ମୃତ୍ୟୁ ଭୋଗ କରୁଅଛି ମାନେ ପ୍ରତିଦିନ ମୋର ନିଜର ଇଚ୍ଛାକୁ ମୁଁ କଣ କରୁଅଛି ମାରୁଅଛି ପ୍ରତିଦିନ ସରଳ ଭାଷାରେ କହିବାକୁ ଗଲେ ମୁଁ ପ୍ରତିଦିନ ପବିତ୍ର ଜୀବନ କାଟିବା ପାଇଁ ମୁଁ ନିଜେ ମରୁଅଛି ଆମକୁ ପବିତ୍ର ଜୀବନ କାଟିବାଟା ସହଜ କଥା ନୁହେଁ ପ୍ରିୟ ଭଉଣୀ ମାନେ ଏଠି ପାଉଲ ଲେଖୁଛନ୍ତି ଯେ ମୁଁ ପ୍ରତିଦିନ ମୃତ୍ୟୁ ଭୋଗ କରୁଅଛି ମାନେ ଏ ପ୍ରକାର ଜୀବନ ଏଟା ଆମର ଆମେ ଯଦି ଗୋଟେ ପବିତ୍ର ଜୀବନ କାଟିବାର ଅଛି ଯୀଶୁଙ୍କ ପଛରେ ଚାଲିବା ମାନେ କଣ ପବିତ୍ର ଜୀବନ କାଟିବା ଯୀଶୁଙ୍କ ପଛରେ ଚାଲିବା ମାନେ ପୃଥକୀକୃତ ଜୀବନ ଅନ୍ୟ ଲୋକମାନେ ଯାହା କରୁଛନ୍ତି ଆମେ ତାହା କରିପାରିବା ନାହିଁ ଅନ୍ୟମାନେ ବିଭିନ୍ନ ପ୍ରକାର ବିଷୟ ଭୁଲିଯିବେ ଇଏ କରିବେ ସେ କରିବେ ମାତ୍ର ଆମେ ଅନେକ ସମୟରେ ସେ ସବୁ କରିପାରିବୁ ନାହିଁ ଆମକୁ କଷ୍ଟ ହେବ ସେଟା ହଉଛି ପବିତ୍ର ଜୀବନ କାଟିବାର ପୃଥକୀକୃତ ଜୀବନ କାଟିବା ଯୀଶୁଙ୍କ ପଛରେ ଚାଲିବାର ଜୀବନ ଆମମାନଙ୍କୁ କାଟିବାର ଅଛି ପ୍ରତିଦିନ ଆମେ ଗୋଟେ ପୃଥକୀକୃତ ଲାଇଫ କାଟିବାର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ ଏଟା କେମିତି ହେବ ଆମେ ପ୍ରତିଦିନ ଅଭ୍ୟାସ କରିବାର ଆବଶ୍ୟକତା ରହିଛି ଶରୀରର କାର୍ଯ୍ୟକୁ ଆମେ ପ୍ରତିଦିନ ବିନାଶ କରିବାର ଆବଶ୍ୟକତା ରହିଛି ଆଜି ଏଟା ଦୁସିଲା ଆଜି କିଛି କ୍ରୋଧ ଦୁସିଲା ଆମେ ସେ କ୍ରୋଧକୁ ମାରିବାର ଆବଶ୍ୟକତା ରହିଛି ପବିତ୍ର ଜୀବନ କାଟିବା ମାନେ ଆଜି ଆମମାନଙ୍କ ଜୀବନରେ କିଛି ଈର୍ଷା କାହା ପ୍ରତି ହଉଛି ସେ ଈର୍ଷାକୁ ଆମମାନେ ମାରିବାର ହଉଛି ଗୋଟେ ପବିତ୍ର ଜୀବନ କାଟିବା ସେଥିପାଇଁ କହୁଛି ମୁଁ ପ୍ରତିଦିନ ମୃତ୍ୟୁ ଭୋଗ କରୁଛି ବୋଲି ପାଉଲ କହୁଛନ୍ତି ଆମ ଜୀବନରେ ମଧ୍ୟ ଆମେ ଯୋଉ ସମୟରେ ଦେଖୁଛୁ ଆମକୁ ପ୍ରଭୁଙ୍କୁ ପସନ୍ଦ ନହେଲା ପରେ କିଛି ବିଷୟ ଗୁଡିକ ଆମ ଜୀବନରେ ଦେଖାଯାଉଛି ସେ ସବୁ ବିଷୟକୁ ଆମମାନେ ମାରିବାର ଅଛି
जो द्वारा कि आमे मृत्यु भोग करूछु प्रतिदिन आमे मृत्यु भोग करूछु आ पाउल कहउछन्ते गालातिया 2:20 रे मु कोन मु आ जीवित नुहे ख्रीष्ट मोठारे जीवित मु क्रूसरे हत होई अछि माने मु मो निज इच्छा रे आ चालू नै मु कार इच्छा रे चालुची मोर जीसुंकर इच्छा रे चालुची मु मोर मु को मारी देछि जो समय आमर मुह को मारिबा से समय आमे प्रतिदिन आपण क्रूस बहन करी आमे जीशुंक पछरे चली परिबा प्रिय भणी से आह्वान मन को मिली मोर अनुगमन कर केंती आपण क्रूस घेनिकिना मोर अनुगमन कर आमे दुख कष्ट अभाव निंदा ताड़ना मध्य दे आमान को क्रूस घेनिकिना आमे तांकर अनुगमन करिबार आवश्यकता रहिछि आ प्रेरित आमे शेष पॉइंट को देखिबा प्रेरित 2:46 ଆଉ ସେମାନେ ଏକଚିତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନ ପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ। हाँ ए स्थाନରେ ଆମେ ଦେଖୁଛୁ ସେମାନେ ପ୍ରତିଦିନ କଣ କରୁ ସେମାନେ ପ୍ରତିଦିନ ଏକତ୍ରିତ ହୋଇ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନ ପାନ କରି ଈଶ୍ୱରଙ୍କର ପ୍ରଶଂସା କରୁଥିଲେ। ଏ ସ୍ଥାନରେ ଆମେ ଭାବା ଯେ ପ୍ରତିଦିନ ଆମେ କି ପ୍ରକାର ଫେଲୋସିପ କରିପାରିବା ଆଗେ ସେ ପ୍ରକାର ଥିଲା ତ ସେମାନେ କରୁଥିଲେ ଠିକ ଅଛି ଆମେ କରିପାରୁନାହୁଁ କିନ୍ତୁ ଆମେ ପ୍ରତିଦିନ ପରସ୍ପରକୁ ଆମେ ଉତ୍ସାହ ଦେଇପାରିବା ଆମମାନଙ୍କର ସହଭାଗିତାକୁ ଆମେ ପ୍ରତିଦିନ ଆମେ ରକ୍ଷା କରିପାରିବା ଆମେ ପ୍ରତିଦିନ ଆମେ ଆନନ୍ଦ କରିପାରିବା ଆନନ୍ଦ କରିବା ପାଇଁ କୌଣସି ସମୟ ଦରକାର ନାହିଁ କି କିଛି ଦରକାର ନାହିଁ ପ୍ରିୟ ଭଉଣୀ ମାନେ ଆମେ ପ୍ରତିଦିନ ଆମେ ଆମମାନଙ୍କର ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ରହି ଆମେ ଆନନ୍ଦ କରିପାରିବା ଆଉ ଆମେ ଯେତେ ପାରୁଛୁ ସାଧ୍ୟ ଯୋଉ ସମୟରେ ଆମର ମାଣ୍ଡଳିକ କାର୍ଯ୍ୟକ୍ରମ ଗୁଡିକ ହଉଛି ସେ ସମୟରେ ଆମେ ପ୍ରତିଦିନ ମାନେ ସହଭାଗିତାରେ ମିଶିବା ପାଇଁ ଆମେ କଣ କରିବା ନିଜକୁ ଚେଷ୍ଟା କରିବା ପ୍ରଭୁ ଚାହାନ୍ତି ପ୍ରତିଦିନ ଆମେ ସହଭାଗିତାରେ ବଢିବାର ଆବଶ୍ୟକତା ରହିଛି ଅନେକ ସମୟରେ ଆମେ ଦେଖୁ ଜୁମ୍ ସେବା କାର୍ଯ୍ୟ ହେବା ଦ୍ୱାରା ଅନେକ ଆମ ଚର୍ଚ୍ଚରେ ସେ ପ୍ରକାର ହଉନାହିଁ ଅନେକ ମଣ୍ଡଳୀ ଗୁଡିକରେ ଲୋକମାନେ ଆଉ ଚର୍ଚ୍ଚ ଯାଉନାହାନ୍ତି କାହିଁକି ନାଇଁ ଆମ ଘରେ ତ ଚର୍ଚ୍ଚ ଆମେ ଅନଲାଇନ ରେ ବସି ଯାଉଛୁ ଆହୁରି ଆମକୁ ଯିବାକୁ ପଡେ ସେ ପ୍ରକାର ଆମେ ଅଭ୍ୟାସ ନ କରୁ ଆମେ ପ୍ରତିଦିନ ମଣ୍ଡଳୀ ସହିତ ଆମେ ସଂଯୁକ୍ତ ହେବା ଆମେ ଗୋଟେ ଫେଲୋସିପ କୁ ଆମେ ରକ୍ଷା କରିବା ଆଉ ଗୋଟେ ଆନନ୍ଦ ହୃଦୟରେ ଆମେ ପ୍ରତିଦିନ ରହିବାର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ ଆମେ ଦେଖୁଥିଲୁ ଆମେ ପ୍ରତିଦିନ ଆମେ ବାଇବଲ ଅଧ୍ୟୟନ କରିବା ପ୍ରତିଦିନ ଆମେ ପ୍ରାର୍ଥନା କରିବା ଆଉ ପ୍ରତିଦିନ ଆମମାନଙ୍କର ଜୀବନ ଶୈଳୀ ଆମମାନଙ୍କର ଆରାଧନାକୁ ଆମେ କରିବା ଆଉ ପ୍ରତିଦିନ ଆମେ କଣ କରିବା ଆପଣ କୃଷ ବହନ କରିକିନା ଚାଲିବା ପ୍ରତିଦିନ ଆମେ ସହଭାଗିତାରେ ପୂର୍ଣ୍ଣ ଆଗ୍ରହରେ ପୂର୍ଣ୍ଣ ଉତ୍ସାହର ସହିତ ଆମେ ଦେଖୁ ପ୍ରତିଦିନ ଆମେ ମିଶି ପାରୁନାହୁଁ ମାତ୍ର ପ୍ରତିଦିନ ଆମମାନଙ୍କୁ ଗୋଟେ ହ୍ୱାଟ୍ସଆପ ରେ ଏନକରେଜେବଲ ୱାର୍ଡ ଆମେ ପଠେଇ ପାରିବା କି ନାଇଁ ମୁଁ ଏ ବାକ୍ୟ ପଠେଇବା ଦ୍ଵାରା ମୋର ସେ ଭଉଣୀ ବା ମୋ ଯୋଉ ଚର୍ଚ୍ଚ ମେମ୍ବର୍ସ ମାନେ ଏନକରେଜ ହେଇପାରିବେ ଆମେ ଗ୍ରୁପରେ ଗୋଟେ ଏନକରେଜେବଲ ୱାର୍ଡ କୁ ଆମେ ପଠେଇ ପାରିବା ସେ ପ୍ରକାର ଭାବରେ ଆମେ ପ୍ରତିଦିନ ମାନେ ନିଜ ନିଜକୁ ଆମେ ଉତ୍ସାହ ଦେଇପାରିବା ଆମର ସହଭାଗିତାକୁ ଆମେ ରକ୍ଷା କରିପାରିବା ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ପ୍ରିୟ ଭଉଣୀ ମାନେ ପ୍ରତିନିତ୍ୟ ଏହା ଆମମାନଙ୍କର ଡେ ଟୁ ଡେ ଲାଇଫ ରେ ଆମମାନଙ୍କର ଦୈନନ୍ଦିନ ଜୀବନରେ ଆଉ ପ୍ରଭୁଙ୍କ ସହିତ ଚାଲିବା ସମୟରେ ସବୁ ବିଷୟ ଗୁଡିକକୁ ଆମମାନଙ୍କ ଜୀବନରେ ଆମେ ଅଭ୍ୟାସ କରୁ ଆଉ ନିଜ ନିଜକୁ ଆମେ ସମୀକ୍ଷା କରିବା ନିଜ ନିଜକୁ ଆମେ ପ୍ରଭୁଙ୍କ ପାଦ ତଳେ ରଖିବା ଆଉ ଏସବୁ ଅଭ୍ୟାସ କରିବା ଏସବୁ ଅଭ୍ୟାସ କରିବା ଦ୍ଵାରା ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ହେଇପାରିବ ଯଦି ଆଜି ଆତ୍ମିକ ଜୀବନରେ ଆପଣ ଥଣ୍ଡା ପଡିଲା ପରି ଲାଗୁଛନ୍ତି ଆଗ ପରି ଆଉ ଉଦ୍ଦୀପନା ଆସୁନାହିଁ ବୋଲି ଆପଣ ଭାବୁଛନ୍ତି ସେ ସମୟରେ ଆପଣଙ୍କର ବାଇବେଲ ଅଧ୍ୟୟନର ଜୀବନକୁ ଆପଣଙ୍କର ପ୍ରାର୍ଥନାର ଜୀବନକୁ ପ୍ରଭୁଙ୍କୁ ଧନ୍ୟବାଦ ପ୍ରଶଂସା କରିବାଟାକୁ ଆପଣ ଆରମ୍ଭ କରନ୍ତୁ ଦେଖିବେ ଆପଣଙ୍କର ଆତ୍ମିକ ଜୀବନରେ ଗୋଟେ ଫୁର୍ତ୍ତି ବା ଗୋଟେ ଫ୍ରେଶନେସ କୁ ଆପଣ ମାନେ ପାଇପାରିବେ ଆମେ ଯୋଉ ସମୟରେ ଧିମା ଲାଗୁଥିବ ଆମେ ଅନେକ ସମୟରେ ଚର୍ଚ୍ଚ କୁ ଆମେ ଜଗିଥିବୁ ମାନେ ଶୁକ୍ରବାର ଫାଷ୍ଟିଂ ପ୍ରେ ମୁଁ ଯାଇ ଟିକେ ଚାର୍ଜ ହେବି ରବିବାର ଦିନ ମୁଁ ଚାର୍ଜ ହେବି ସେ ଚାର୍ଜ ହେବା ବଦଳରେ ଆମେ ସେ ପ୍ରାର୍ଥନା ଯାଇ ଅନେକ ସମୟରେ ଆମ ଡିସଚାର୍ଜ ହେଇଯାଉ ଆହୁରି ଆମର ବ୍ୟାଟେରୀ ଗୁଡିକ ଲୋ ହେଇଯାଇଥିବ ମାତ୍ର ଆମେ ନିଜେ ଯୋଉ ସମୟରେ
आमे सेल्फ स्टार्ट हेबार आवश्यकता रहिछि प्रिय भौणी माने। चर्च आवश्यक अछि किंतु ताठारो अधिक आमे निजे निजको एनकरेज करी आमे निज निजको आमे चार्ज करबार अछि केमती प्रार्थना द्वारा बाइबल अध्ययन द्वारा धन्यवाद प्रशंसा जो समय आमे आमे निजे हमर व्यक्तिगत जीवन रे आमे दैनंदिन जीवन रे प्रतिदिन जो समय रे सब विषय गुडी को आमान कर जीवन रे आमे प्रैक्टिस करबा ताहले निश्चिंत भाबरे आमने आत्मिक जीवन रे सब समय रे आमे जଳିकिना रहिबा आ प्रभुଙ୍କର उपस्थिति प्रभुଙ୍କର सानिध्य ମଧ୍ୟରେ ଆମେ ରହିପାରିବା। प्रभु अल्प वाक्य दे हम ସମସ୍ତଙ୍କୁ आशीर्वाद କରନ୍ତୁ। प्रेज द लॉर्ड।